ନମସ୍କାର। ମୁଁ ଶାନ୍ତିଲତା ଦେବୀ ସ୍ମୃତି ସାନ୍ତ୍ୱନା ପତ୍ରିକାର ପ୍ରାଣ ପ୍ରତିଷ୍ଠାତା ସମ୍ପାଦିକା ସବିତା ଅପାଙ୍କୁ ଭୂମିଷ୍ଠ ପ୍ରଣାମ ଏବଂ ମୋର ପ୍ରିୟ କବି କବୟିତ୍ରୀ ବନ୍ଧୁମାନଙ୍କୁ ଯଥାମାନ୍ୟ। ମୋର ଏକ କବିତା, ଶିଶୁ କବିତା, ଯାହାକି ମୋର ପିଲାଦିନେ ଅଙ୍ଗେ ଲିଭେଇଥିବା କଥା। ଆଜି ମୁଁ ବାଙ୍ଗାଲୋରରେ ଥିଲାବେଳେ ନିରୋଳା ସମୟରେ ମନେ ପଡ଼ିବାରୁ ଲେଖିଛି। ଆଶା କରୁଛି ପିଲାମାନଙ୍କୁ ସବୁ ଭଲ ଲାଗିବ। ମୋର କବିତାଟିର ନାଁ ମାମୁଁ ଘର ମଜା। ବିଜୁ ସୀତୁ ଦୁହେଁ ସୁମରି ହୁଅନ୍ତି, ଖରା ଛୁଟି ହେଲା ମାମୁଁ ଘର ଯିବା ବୁଲି। ମାମୁଁ ଘରେ ଯାଇ ଆମ୍ବ ତୋଟାରେ ବନ୍ଧା ହୋଇଥିବା ପଟାଦୋଳିରେ ଝୁଲିବା ଦୁହେଁ ସାଙ୍ଗସାଥି ସଙ୍ଗେ ମିଳି। ଆଈଙ୍କ ସାଙ୍ଗରେ ଜଙ୍ଗଲ ବୁଲି ଯିବା, ବାଟେ ଯାଉ ଯାଉ ବୁଢ଼ୀ ଅସୁରୁଣୀ ଗପ ଶୁଣିମା। ଘରକୁ ଫେରି ମୁଢ଼ି ଚଣା ଖାଇବା, ମାମୁଁଙ୍କ ପିଲାଙ୍କ ସଙ୍ଗେ ଖେଳ ଖେଳିବା। ମାମୁଁଙ୍କ ସଙ୍ଗେ ବାମ୍ଫିରେ ଜମ୍ପ ମାରିବା, ନଦୀ ନାଳରେ ମଗରା ବସେଇ ମାଛ ଧରିବା। ଝାଳ ନାଳ ହୋଇ ଫେରିବା ବାଟରେ ଝରଣାର ମଧୁର ଜଳ ପିଇବା। ଅଜାଙ୍କ ସାଙ୍ଗରେ କ୍ଷେତ ବୁଲି ଆସିବା, ନୂଆ ନୂଆ ବେଉଷଣ କଥା ଶୁଣିବା। ଧାନ କ୍ଷେତର ଧାନ କେଣ୍ଡା ଦେଖିବା, ଚାଷ କାମର ଉପକାରିତା ବୁଝିବା। ଶୀତଦିନେ ମାମୁଁଙ୍କ ସଙ୍ଗେ ଖଳାରେ ଧାନ କଳେଇ ଜଗିକି ଶୋଇବା। ରାତିରେ ହାତୀପଲ ଜଙ୍ଗଲରୁ ଆସିଲେ ନିଆଁହୁଳା ନେଇ ତାଙ୍କୁ ଘଉଡ଼ାଇବା। ଅଜା ସଭା ସମିତିରେ ଭାଷଣ ଦେବେ, ଆମେ ତାଙ୍କ ସାଙ୍ଗ ମେଳରେ ବସିବା। ସହରୀ ଛୁଆ କହି ଅଜାଙ୍କ ସାଙ୍ଗ ଚିଡ଼ାଉଥିବେ, ପଛରୁ କଛା ଭିଡ଼ି ହସ ମଜାକ କରିବା। ବାଡ଼ିଆଡ଼େ ମାଇଁ ରୋଷେଇ କରୁଥିବେ, ତାଙ୍କ ପାଖେ ସଭିଏଁ ବେଢ଼ି ବସିବା। ମାମୁଁ ଘର ଭାତ ଭାରି ସୁଆଦିଆ, ପଖାଳ ଭାତ ସଙ୍ଗେ ଶୁଖୁଆ ଭଜା ଖାଇବା। ଅଙ୍କା ବଙ୍କା ରାସ୍ତାରେ ଶଗଡ଼ ଗାଡ଼ିରେ ଡୋଲି ଭିତରେ ବସି ଜୁଳୁ ଜୁଳୁ ଦେଖିବା। ଲଣ୍ଠନ ଆଲୁଅରେ ରାତିରେ ଘର ଭୁଲିଗଲେ ଜଙ୍ଗଲ ଭିତରେ ଏଣେ ତେଣେ ଘୂରିବା। ଶଗଡ଼ ଚକ କାଦୁଅରେ ଫସିଗଲେ ଜୋର ଲଗାକେ ଠେଲିବା। ଆଜିକାଲି ତ ସଡ଼କ ପଡ଼ିଗଲାଣି, ଶଗଡ଼ ବଦଳେ କାର୍ କଲାବେଳେ ପୁରୁଣା ସ୍ମୃତି ଉଜ୍ଜୀବିତ ହୁଏ। ସହରୀ ଜୀବନ ଚଳନୀରୁ ଟିକିଏ ଫୁରୁସତ ମିଳିଲେ ଚାଲ ଯିବା ମାମୁଁ ଘର, ଲାଗିବ ଭାରି ଭଲ ମାମୁଁ ଘର ମଜା। ଜୟ ଜଗନ୍ନାଥ।